ସାଙ୍ଗମାନେ ଜୟ ଜଗନ୍ନାଥ। ଆଜି ଜଗନ୍ନାଥଙ୍କ ଇତିହାସ ବିଷୟରେ ମୁଁ କିଛି କହିବି, କାରଣ ମୁଁ ଜଣେ ଇତିହାସ ଅଧ୍ୟାପକ। ସାଙ୍ଗମାନେ, ଆଜକୁ 800 ବର୍ଷ ତଳେ ସେତେବେଳେ ଜଗନ୍ନାଥଙ୍କ ପାଇଁ 6ଟି ରଥ ପ୍ରସ୍ତୁତ କରାଯାଉଥିଲା। କାରଣ ଜଗନ୍ନାଥଙ୍କ ଯେଉଁ ବଡ଼ଦାଣ୍ଡ ଅଛି, ସେ ବଡ଼ଦାଣ୍ଡରେ ଏକ ମାଳିନୀ ନାମକ ଏକ ନଦୀ ପ୍ରବାହିତ ହେଉଥିଲା, ଯାହା ସମ୍ପୂର୍ଣ୍ଣ ଭାବରେ ବଡ଼ଦାଣ୍ଡକୁ ଦୁଇ ଭାଗରେ ବିଭକ୍ତ କରିଥିଲା। ଏବଂ ଏହି 6ଟି ରଥ ଏଥିପାଇଁ କରାଯାଉଥିଲା କାରଣ ନଦୀର ଗୋଟିଏ ପାର୍ଶ୍ୱରେ 3ଟି ରଥ ଏବଂ ନଦୀର ଅପର ପାର୍ଶ୍ୱରେ 3ଟି ରଥ ରହୁଥିଲା। ଏବଂ ନଦୀର ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ପାର କରିବା ପାଇଁ 3ଟି ବିଶାଳ ନୌକା ବା ଡଙ୍ଗା ନିର୍ମାଣ କରାଯାଉଥିଲା। ଏବଂ ଏହି ନୌକା ସାହାଯ୍ୟରେ ଏହି ଚତୁର୍ଦ୍ଧାମୂର୍ତ୍ତି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଏବଂ ସୁଦର୍ଶନଙ୍କୁ ପାର କରାଯାଉଥିଲା ନଦୀର ଅପର ପାର୍ଶ୍ୱକୁ। ମାତ୍ର ସେତେବେଳେ ରାଜା ଥିଲେ ପୁରୀର ରାଜା ଗଜପତି ନରସିଂହ ଦେବ ଏବଂ ତାଙ୍କର ରାଣୀ ଥିଲେ ଶରଧା ଦେବୀ। ଠିକ୍ ସେହି ସମୟରେ ପ୍ରଭୁ ଜଗନ୍ନାଥ ମା ଶରଧା ଦେବୀ ବା ରାଣୀ ଶରଧା ଦେବୀଙ୍କୁ ସ୍ୱପ୍ନ କଲେ ଯେ, ଶରଧା, ମୋର ଭକ୍ତମାନଙ୍କୁ କୌଣସି ଅସୁବିଧା ନ ହେଉ, ମୋ ଭକ୍ତମାନେ ପୁରା ନିଶ୍ଚିତ ଭାବରେ ରଥଯାତ୍ରା ଦେଖିବେ ଏବଂ ନଦୀକି ସମ୍ପୂର୍ଣ୍ଣ ଭାବରେ ଭଲ ଭାବରେ ବନ୍ଦ କରିଦିଆଯାଉ ବୋଲି ଭଗବାନ ଜଗନ୍ନାଥଙ୍କୁ ସ୍ୱପ୍ନ କରେଇଥିଲେ। ଠିକ୍ ସେହି ସମୟରେ ଶରଧା ଦେବୀ ଚିନ୍ତା କଲେ ଏବଂ ନଦୀକୁ ବନ୍ଦ କରିବା ପାଇଁ, ନଦୀକୁ ସବୁଦିନ ପାଇଁ ମାଟି ପକାଇ ତାକୁ ଲୋପ କରିବା ପାଇଁ ଚେଷ୍ଟା କରିଥିଲେ। ଏବଂ ସେ କିଛି ଲୋକମାନଙ୍କୁ ସହାୟତା ନେଇଥିଲେ ଏବଂ ରାଜା ନରସିଂହ ଦେବ ତାଙ୍କୁ ମଧ୍ୟ ବହୁତ ଗୁଡ଼ିଏ ଧନ ସମ୍ପତ୍ତି ଦେଇଥିଲେ ସେହି ନଦୀକୁ ବୁଝିବା ପାଇଁ ବା ବନ୍ଦ କରିବା ପାଇଁ। ଏବଂ ଲୋକମାନେ ମଧ୍ୟ ଆସି ସମ୍ପୂର୍ଣ୍ଣ ଭାବରେ ବାଲି ଗୁଡ଼ିକୁ ପକାଇ ସେ ନଦୀକୁ ବନ୍ଦ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ନଦୀ ଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇନଥିଲା। ପୁନର୍ବାର ପ୍ରଭୁ ଜଗନ୍ନାଥ ରାଣୀ ଶରଧା ଦେବୀଙ୍କୁ ସ୍ୱପ୍ନ କରିଥିଲେ ଏବଂ କହିଥିଲେ ଯେ, ମୋତେ ସାହାଯ୍ୟ କରିବାକୁ ହେଲେ ପୁରା ନିଃସ୍ୱାର୍ଥପର ହେବାକୁ ପଡ଼ିବ, ସ୍ନେହ ଦେବାକୁ ପଡ଼ିବ। ସମ୍ପୂର୍ଣ୍ଣ ନିଃସ୍ୱାର୍ଥପର ଭାବେ ଯଦି ତୁମେ କାମ କରିବ, ତାହେଲେ ନିଶ୍ଚିତ ଭାବରେ ନଦୀଟି ବନ୍ଦ ହୋଇଯିବ। ତାପରେ ଲୋକମାନେ ଯେତେବେଳେ କାମ କଲେ, ସମ୍ପୂର୍ଣ୍ଣ ଭାବରେ ନଦୀଟି ପୁରା ବନ୍ଦ ହୋଇଯାଇଥିଲା। ଏବଂ ଏହାପରେ ସେହି ସ୍ଥାନଟି ରହିଲା ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଯେଉଁ ସ୍ଥାନ ରହିଲେ ସେହି ସ୍ଥାନଟିର ନାମ ହେଲା ଶରଧାବାଲି। ଆଜି ମଧ୍ୟ 2004-05ର ସମୟ IIT ଖଡ଼ଗପୁର 3ଟି ବୈଜ୍ଞାନିକମାନେ ରିସର୍ଚ୍ଚ କରିବାକୁ ଆସିଥିଲେ ଏହି ଶରଧାବାଲି ବିଷୟରେ। ଏବଂ ସେ ଗ୍ରାଉଣ୍ଡ ରାଡାର ଏବଂ ସ୍ୟାଟେଲାଇଟ୍ ଇମେଜରୁ ଦେଖିଲେ ଯେ, ଶରଧାବାଲି ନାମକ ସ୍ଥାନରେ ଏକ 128 ଫୁଟ ଚଉଡ଼ାର ଏକ ବିଶାଳ ନଦୀ ଥିଲା, ଯାହାର ଫଟୋରୁ ସେ ପ୍ରମାଣିତ ହୋଇପାରିଥିଲା। ତେଣୁକରି ଏହି ଶରଧାବାଲିର ନାମ ହେଉଛି, ଶରଧା ଅର୍ଥ ସ୍ନେହ ବା ଶ୍ରଦ୍ଧା ଏବଂ ବାଲିର ଅର୍ଥ ହେଉଛି ବା ରେଣୁ କହିବା ବା ଶ୍ରଦ୍ଧାର ବାଲି ବା ବଜ୍ର ଧୂଳି ମଧ୍ୟ କୁହାଯାଏ। ଏହା ଏକ ପବିତ୍ର ସ୍ଥାନ। ସେହି ଦିନଠୁ ସେ ସ୍ଥାନ ନାମ ରହିଲା ଶରଧାବାଲି। ଜୟ ଜଗନ୍ନାଥ।